ଲିଖନୀରେ କାହାଣୀ। ଆଜିର ଗଳ୍ପ କ୍ରୋଧ ମଣିଷର ଶତ୍ରୁ। କ୍ରୋଧର ଅନ୍ୟ ନାମ ରାଗ। ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା ଏହା ଏକ ଦୈନନ୍ଦିନ ଘଟଣା। ଏହା ଯେ କେବଳ ମଣିଷମାନଙ୍କ ଠାରେ ରହିଛି ତାହା ନୁହେଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ଠାରେ ମଧ୍ୟ ଏହି କ୍ରୋଧ ଅବସ୍ଥା ରହିଛି। କିନ୍ତୁ ମଣିଷର ଅଧିକ ବୈଦିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରି ହୁଏ। ସାପ ଉପରେ ଗୁଡ଼ ପଡ଼ିଗଲେ ସେ ହଠାତ୍ ଫଁ ଫଁ ଶବ୍ଦ କରି କାମୁଡ଼ିବା ପାଇଁ ଗୁଡ଼ାଏ। ମହୁଫଣାରେ ଆଘାତ କଲେ ମହୁମାଛି ଭଣ ଭଣ ଶବ୍ଦ କରି ମାରିବାକୁ ଧାଇଁ ଆସନ୍ତି। ପିମ୍ପୁଡ଼ି ସାମାନ୍ୟ ଜୀବ, ହଠାତ୍ ପିମ୍ପୁଡ଼ି ମାଳରେ ଗୁଡ଼ ପଡ଼ିଗଲେ ଶହ ଶହ ପିମ୍ପୁଡ଼ି ଗୁଡ଼କୁ କାମୁଡ଼ି ପକାନ୍ତି। ସେହିପରି ପଶୁମାନେ ରାଗିଲେ ଶିଙ୍ଗ ଅଥବା ମୁହଁରେ ଆକ୍ରମଣ କରନ୍ତି ଓ ପକ୍ଷୀମାନଙ୍କ ଥଣ୍ଟ ଏହି କାର୍ଯ୍ୟ ସାଧନା କରିଥାଏ। ଆମମାନଙ୍କ ମଧ୍ୟରେ ରାଗ ଏତେ ମାତ୍ରାରେ ଭରି ରହିଛି ଯେ ଜଣେ ରାଗିବା ମାତ୍ରକେ ସେ ପୁରାପୁରି ଲାଲ ପଡ଼ିଯାଏ। କ୍ରୋଧ ଏକ ସାମୟିକ ଉତ୍ତେଜନା, ଏହା ମଣିଷର ପରମ ଶତ୍ରୁ। ସବୁ ମଣିଷ ମଧ୍ୟରେ ଭୁଲ ଠିକ୍ ବିଚାର କରିବାର ଶକ୍ତି ରହିଛି, ତାକୁ ହିଁ ବିବେକ କୁହାଯାଏ। ଏହା ସଦାସର୍ବଦା ଆମକୁ ଭଲ ବାଟରେ ନେଇଯାଏ। କ୍ରୋଧ ଅବସ୍ଥାରେ ଏହା କିନ୍ତୁ ଉଚିତ ମୁକାବିଲା ଆଦୌ କରିପାରେ ନାହିଁ। କ୍ରୋଧର ଉଗ୍ର ରୂପ ନିକଟରେ ବିବେକ ହାର ମାନେ। ରାଗିବା ସମସ୍ତଙ୍କ ପାଇଁ ସମାନ ନୁହେଁ। ଶିଶୁମାନଙ୍କର ରାଗ ବାଳକ ଓ ବଡ଼ ବଡ଼ ପିଲାମାନଙ୍କ ଠାରେ ଏକା ପ୍ରକାର ହୋଇ ନପାରେ। ଶିଶୁ ରାଗିଲେ କାନ୍ଦି ଉଠେ, କେତେବେଳେ ଖେଳନା ନ ପାଇ ସେ ରାଗିଥାଏ, ତ ଆଉ କେତେବେଳେ ବାପା ମାଙ୍କୁ ନ ଦେଖିଲେ ଏବଂ ଖାଇବାକୁ ବଳ ପ୍ରୟୋଗ କଲେ ସେ ହଠାତ୍ ରାଗି ଉଠେ। ତାର ରାଗ ପ୍ରତି ବାପା ମାଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, ହେଲେ କାରଣ ଗୁଡ଼ିକ ପାଇଁ ମୋଟେ ଧ୍ୟାନ ଦିଅନ୍ତି ନାହିଁ। ବାଳକ ଓ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପାଠ ପଢ଼ିବାକୁ କହିଲେ, ଖେଳିବା ପାଇଁ ବାରଣ କଲେ, ଟିଭିକୁ ବହୁ ସମୟ ନ ଦେଖିବା ପାଇଁ କହିଲେ ସେମାନେ ଏହାକୁ ଭଲ ମୋଟେ ମଣନ୍ତି ନାହିଁ। ତେଣୁ କ୍ରୋଧ ଭାବ ପ୍ରକାଶ ପାଏ। ଅନେକଠାରେ ମଣିଷ ଉପରେ କୌଣସି ନା କୌଣସି କାରଣ ପ୍ରତିଶୋଧ ପରାୟଣ ହୁଏ। ବୃଦ୍ଧାମାନେ ଅସହାୟତା ଯୋଗୁଁ ରାଗି ଉଠିଥାନ୍ତି। ପୁଅ ଝିଅମାନଙ୍କ ଠାରୁ ସେବା ଶୁଶ୍ରୂଷା ଆଦି ଆଶା କରୁଥିବା ବେଳେ ସେମାନେ ତାଙ୍କର ଉପଯୁକ୍ତ ଯତ୍ନ ନେଇପାରିନଥାନ୍ତି। ତେଣୁ ଅନେକଠାରେ ସେମାନଙ୍କ ଅଶାନ୍ତି ଅସନ୍ତୁଷ୍ଟ ପୁଞ୍ଜୀଭୂତ ହୋଇ ଅସ୍ଥିର ଅବସ୍ଥା ସୃଷ୍ଟି କରେ। କ୍ରୋଧକୁ ଜୟ କରିବା ଏତେ ସହଜ ନୁହେଁ। କ୍ରୋଧକୁ ଯେଉଁମାନେ ଜୟ କରନ୍ତି ସେମାନେ ହିଁ ଠିକ୍ ମଣିଷ। ଏହି ଦେଶର ସେମାନେ ତ ଗର୍ବ ଗୌରବ ତଥା ଦେଶର ସମ୍ପଦ। ସାଧୁ ସନ୍ଥ ସାଧକ ଜ୍ଞାନୀ ଗୁଣୀ ମହାପୁରୁଷମାନେ ହିଁ କେବଳ କ୍ରୋଧଠାରୁ ଦୂରେଇ ରୁହନ୍ତି। ଯିଏ ତାଙ୍କର ନିନ୍ଦା କରୁ ବା ପ୍ରଶଂସା କରୁ ସେଥିପ୍ରତି ସେମାନଙ୍କର ଆଦୌ ଦୃଷ୍ଟି ନଥାଏ। ଅଧିକ ଜ୍ଞାନ ଆହରଣ କଲେ ଲୋକମାନଙ୍କର ସ୍ୱଭାବରେ ପରିବର୍ତ୍ତନ ଆସେ। ରାଗକୁ ଦୂର କରିବା ଲକ୍ଷ୍ୟରେ ଅନେକ ପୁରାଣ ଶାସ୍ତ୍ର ରଚନା କରାଯାଇଛି, ଅନେକ ନୀତି କଥା ମଧ୍ୟ କୁହାଯାଇଛି। ତେଣୁ ଭଲ ବହି ପଢ଼, ଭଲ ଲୋକମାନଙ୍କର କଥା ଶୁଣ, ଗୁରୁଜନମାନଙ୍କର ଉପଦେଶ ଗ୍ରହଣ କର, ସଦାସର୍ବଦା ହସି ହସି ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କର। ଏହାଦ୍ୱାରା ନିଶ୍ଚୟ ବହୁ ତ୍ରୁଟି ସଂଶୋଧନ ହୋଇଯିବ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।